श्रीमद्भागवत तृतीय स्कंद नारायण नमस्कृत्य नरो चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम् निगमकल्पतरुर्गलितं फलं सुखमुखादमृत द्रवसंयुक्तं पिबत भागवतं रसमालयं मुहुरहुरसिका भुवि भावुकाः। प्रथम अध्याय। श्रीशुक उवाच शौनक आदि मुनिजने आनन्दे सुत सन्निधाने विदुर कथा मने चिंती विश्वास भावे पचारती हे सुत तुमर वचन शुणी संतोष आम्भ मन से कुरु विदुरर वाणी आमे तुमर मुख शुणी हृदु छाड़िबु भव व्यथा विशेषी कह तार कथा सर्वसंपद छाड़िबने किंपाप शिला दुख मने अनेक तीर्थे देई मन पृथ्वी कला पर्यटन मैत्रीय मुनिंक संगर एकांते आत्म अध्यात्म विचार काहिबा नदी तीर बने सानंदे बसी सर्वजने संतोषे विदुरर आगे मैत्रेय मुनि अनुमार्गे बोइले बदरिकाश्रमे मैत्रेय मुनि अनुमाने कहिले तत्पसार वाणी जेनु संसारु तोरे प्राणी से कथा कह मुनिवर विदुर विशेषित सार से पुणी बंधु त्याग अर्थे पुणी मिलिले इंद्रप्रस्थे एमंते मुनिवर वाणी सुत संतोष मने शुणी कहती सनकादि आगे कृष्णर भाव अनुरागे शुण हे मुनि जन तोषे ए कथा सुख मुनि पासे आनंदे अभिमन्यु सुत पुछिला मुनि व्रत से सुख कहिले जे मन्ते से कथा शुण एक चित्ते। श्रीशुक उवाच कहन्ति सुख कहन्ति भाव भरी शुण परीक्ष दंडधारी से द्रुत राष्ट्र जेते बेले निष्ठुरहीन बुद्धि हेले अधर्मे धन से संचयी निज सुतकु भोग देई पंडु सुतंकु देखि भिन्ने निंदई निष्ठुर वचने बालके पितृहीन होई मातार संगे दुखे सही हस्तिनापुरे तांक घरे बंचंती अति अभेबारे ताहांक मरण इच्छई भीमकु विष लडु देई जतुर घरे अग्नि देला से बेले गोविंद रखिला पुणी सभारे तले आणी पंचु पांडवंकर मणि केश आकर्षि बाहु बोले विवश कले सभा तले कुच कुंकुम लुह भरे अधोबदन अनुसारे बधुर दुख से शुणिला पुत्र को बारी न पारिला माया कपटे सभा करी द्वित खेलाई धन हरी बोले हरिले तांक देश कानने द्वादश बरस अज्ञाते अधिक बरसे विराट देश मत्स्य देशे कहीं बंचिले दुखे सुखे
ବନେ କଷଣ ଅତିରେକେ। ପୁଣି ମିଳିଲେ ରାଜ୍ୟ ଆସି ବିଶ୍ୱାସେ ରାଜା ପାଶେ ବସି। ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ। ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପଣ୍ଡୁ ସୁତ। କୃଷ୍ଣଙ୍କ ବୋଲ ସେ ନ କଲା ସୁଜି ଅଗ୍ରରେ ସେ ନ ଦେଲା। କୃଷ୍ଣଙ୍କୁ କଲା ଅପମାନ ଲୋଭେ ହୋଇଲା ହତ ଜ୍ଞାନ। ବିଦୁରେ ଆଣି ଏକ ଘରେ ବିଚାର କଲା ଅନ୍ତପୁରେ। ପାଣ୍ଡବେ ମାରି ନାନା ବ୍ୟାଜେ ରାଜା ହୋଇବି ସର୍ବରାଜେ। ପୁଣି ବିଦୁର କର ଯୋଡ଼ି ବୋଲଇ ରାଜା ପାଦେ ପଡ଼ି। ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ ପୁତ୍ରଙ୍କ ତୁଲେ ଭୁଞ୍ଜ ମହି। ନୋହିଲେ ସୁଖ ନାହିଁ ତୋର ସେ ବିଷ୍ଣୁ ତେଜେ ବଲିୟାର। ସେ ହରି ତାଙ୍କୁ ସଙ୍ଗେ ଘେନି ଉଶ୍ୱାସ କରିବେ ମେଦିନେ। ସେ ଥାଇ ତାର ନିଜ ପୁରେ ପାଣ୍ଡବ ବଂଶ ପକ୍ଷ ଧରେ। ସେ କୃଷ୍ଣ ଆସି ତୋର ଘରେ ବସିଲା ବାନ୍ଧବ ବେଭାରେ। ତାଙ୍କୁ ଇତର ପ୍ରାୟେ ମଣୁ ମନୁଷ୍ୟ ସଙ୍ଗେ ପରିଗଣୁ। ହେମନ୍ତ ବିଦୁରର ବାଣୀ ସମ୍ଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ। ବୋଲଇ କୁପିତ ଧରେ ଆକର୍ଷି ଦୁଃଶାସନ କରେ। ଏ ଦାସୀ ପୁତ୍ର ମୋର ଘରେ ବସଇ ବାନ୍ଧବ ବେଭାରେ। ଏ ମୋର ନିତେ ଅନ୍ନ ଖାଇ ପଣ୍ଡୁ ସୁତଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାଲେ ନିତ୍ୟ ମୋର ବିନାଶ ଘେନି ଚିତ୍ତେ। ହେମନ୍ତ ବୋଲି ବିଚାରିଲା କୋପେ ଅନେକ ଗାଲି ଦେଲା। ବସନେ କାମୁଡ଼ି ଅଧର ବୋଲେ ଭଣ୍ଡାରୁ ଦୂର କର। ଏହାକୁ ଦଣ୍ଡେ ହେନ ଥୁଅ ରାଜ୍ୟ ବାହାର କରିଦିଅ। ହେମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟେ ମଣି। ହେମନ୍ତ ନିଷ୍ଠୁର ବଚନ ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା ରାଜା ହିଁ ଆଶ୍ୱାସନା କଲା। ତତ୍କ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତତ୍କ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟେ ମଣି ମନେ ଚିନ୍ତଇ ଚକ୍ରପାଣି। ହସ୍ତିନା ନଗରୁ ବାହାର ତୀର୍ଥ ଗମନ ସେ ବିଦୁର। ମିଳିଲା ଯାଇ ଘୋର ବନେ ବ୍ରହ୍ମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତଇ ତୀର୍ଥ ଗତି ହରି ଭକତେ ଯହିଁ ଥାନ୍ତି। ନିରାଶ କରି ଆତ୍ମା ମନ ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣ ଗିରି କୁଞ୍ଜ ଦେଶେ ବ୍ରହ୍ମଇ ତୀର୍ଥ ପୁଣ୍ୟ ଆସେ। ପୁଣ୍ୟ ସରିତ ପୁଣ୍ୟ ସର ନିରତେ ବ୍ରହ୍ମଇ ବିଦୁର। ଅନନ୍ତ ସିଦ୍ଧ ଲିଙ୍ଗ ଯହିଁ ଶୁଦ୍ଧ ପବିତ୍ର ପୁଣ୍ୟମୟୀ। ଏମନ୍ତେ ଅରକ୍ଷିତ ବେଶ ଅଧର୍ମ ନାହିଁ ପୁଣ୍ୟ ଦେଶ। ହରି ତ ଶଣେ ଯେତେ ବ୍ରତ ତପେ ତ ସଇ ଅବିରତ। ହେମନ୍ତେ ଭାରତ ବରଷେ କାଲେ ମିଳିଲା ସେ ପ୍ରଭାସେ। ତହିଁ ଶୁଣିଲା ସାଧୁ ବାଣୀ ଅଶେଷ କୁରୁ ବଲ ଜିଣି। କୃଷ୍ଣ ସାରଥି ପଣେ ଆଣି ଅନେକ ଅକ୍ଷୋହିଣୀ ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ।
କରାଇ ଅଭିଷେକ ପୂଜା କଲେ ଏକାନ୍ତ ଚକ୍ରେ ରାଜା। ସର୍ବେ ନାଚିଲେ କୁରୁ ବଲେ ଯେସନେ ବେଣୁ ଦାବାନଳେ। ଦଗ୍ଧ ବଦନେ ଶୋକ କରି ସୁଜନ ବନ୍ଧୁଙ୍କୁ ସୁମରି। ମୌନ ହୋଇ ଅଶ୍ରୁ କଣ୍ଠେ ଚଲିଲେ ସରସ୍ୱତୀ ତଟେ। ଯାହାର ତୀରେ ଏକାଦଶେ ତୀର୍ଥେ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ଅନୁଯାନ କୌରବ ନଳ ପବନ। ସୁବାସ ଗବ୍ୟ ଘୃତ ଯମ ଏମନ୍ତେ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ସେବନ୍ତି ଯେଝା ମତେ। ଏ ଆଦି ବ୍ରହ୍ମ କ୍ଷତ୍ରି ଯେତେ ତୀର୍ଥେ ସଞ୍ଚିଲେ ଦୃଢ଼ ଚିତ୍ତେ। ପ୍ରତ୍ୟଙ୍ଗ ମୁଖେ ନିଜେ ତାର ଦିଶନ୍ତି ଅତି ମନୋହର। ଯେ ପୁର ଦର୍ଶନ ମାତ୍ରେ ବିଷ୍ଣୁ ଚ ସ୍ମରଣ ପୋଷେ ଗାତ୍ରେ। ଏମନ୍ତେ ସରସ୍ୱତୀ ତୀର୍ଥ ଦେଖିବି ଦୂର କୃତକୃତ୍ୟ। ତହୁଁ ଚଲିଲା ତୋଷ ମନେ ସୌରାଷ୍ଟ୍ର ସୁବୀର ଭବନେ। କୁରୁ ଜାଙ୍ଗଲ ମତ୍ସ୍ୟ ଦେଶ ଜିଣି ଯମୁନାରେ ପ୍ରବେଶ। କାଲିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ। ସେବନେ ବୁଲି ଏକେ ଏକେ ନିଶ୍ଚଲେ ଉଦ୍ଧବକୁ ଦେଖେ। ହରିଭକତଙ୍କର ସାର ତପ ଆରାଧି ମହାଘୋର। ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ତଲେ ବିଦୁର ଦେଖିବେନି ଡୋଲେ। ସେ ବାସୁଦେବ ଅନୁଚର କିଏ ବା ଦେବା ପଟାନ୍ତର। ଦେବଗୁରୁଙ୍କ ପୁତ୍ର ପ୍ରାୟେ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେନି ଜନ ନିବିଡ଼େ କରି ଆଲିଙ୍ଗନ। ବିଦୁର ଉଦ୍ଧବଙ୍କୁ ଚାହେଁ ଇଷ୍ଟ ବାନ୍ଧବ ସ୍ନେହ ବହି। ଲୋମହର ସେ ଶୁଦ୍ଧ ଚେତା କୃଷ୍ଣର ପୁଛନ୍ତି ବାରତା। କୃଷ୍ଣପୁତ୍ରକୁ ଆଦି କରି ଏକୁ ଅନେକ ନାମ ଧରି। ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ପୁଛଇ ବିଦ୍ୱଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରିଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହ ଏ ଜଗତେ। ରାମ ଗୋବିନ୍ଦ ହଲଧାରୀ ଯାଦବ ବଂଶେ ଅବତରୀ। ଅଛନ୍ତି ବାସୁଦେବ ଘରେ ଆନନ୍ଦେ ବେନି ସହୋଦରେ। ଆତ୍ମ ଆମ ବଂଶର ଅଧିଦେବ ଦେବଙ୍କ ତୁଲେ ବସୁଦେବ। ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଲେ ପ୍ରଦ୍ୟୁମ୍ନ ପୁତ୍ର କଲା କୋଲେ। ବୋଜାଦି 7 ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ଭବେ କି ଜାମ୍ବବତୀ ସୁତ ସେ ରଥି ମଧ୍ୟେ ମହାରଥ। କ୍ଷମେ କିଛନ୍ତି ଯଦୁମାନେ ତାହାକୁ ସନ୍ତୋଷ ଅର୍ଜୁନେ। ସନ୍ତୋଷ ଧନୁର୍ବେଦ ଦେଲା ତେଣୁ କୃଷ୍ଣଙ୍କୁ ଆରାଧିଲା। ସଫଲା ଯଦୁସୁତ ତାର ଶୁଭେ କି ଅଛଇ କ୍ରୂର। କଂସ ଆଦେଶେ ଗୋପପୁରେ ଲୋଭିଲା କୃଷ୍ଣ ରେଣୁ ଶିରେ। ଅଶେଷ ରଥି ମହାଯୋଦ୍ଧା
ବୋଲେ କି ଅଛି ଅନିରୁଦ୍ଧା। ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ଘେନି। ସତ୍ୟଭାମାର ପୁତ୍ର ଯେତେ ବୋଲେ କି ଅଛନ୍ତି ସମସ୍ତେ। ପ୍ରଦ୍ୟୁମ୍ନ କହ ଭଲ କଥା ଯେ ଭୀଷ୍ମ ଅତି ବଳବନ୍ତା। ଯାର ଚରଣ ଘାତ କୋପେ ପଶେ ଶରଣ ଭୂମି ତାପେ। ଅର୍ଜୁନ ଅଛି ଟିକି ଭଲେ ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ ଧରି করে রণে তৌসিলে শূল ধরে। নকুল সহদেব বাণী কুশল কহ পরিমাণী। অশ্বিনী নাসিকা বিবরে জন্ମ ହୋଇଲା ଏକ ଶିରେ। କେ କହେ ତାଙ୍କ ଗୁଣ ଗ୍ରାମ ଦେବଙ୍କ ବ୍ୟାଧି ହରି ନାମ। ତାହାଙ୍କ ବୀର୍ଯ୍ୟ ଜାତ ହୋଇ ସୁନ୍ଦର ରୂପେ ମନ ମୋହି। ପାଣ୍ଡବ ଚକ୍ଷୁ ସେ ବୋଲାଇ କହ କୁଶଲେ କି ଅଛଇ। ଦେଖ ଏ କୁନ୍ତି ଗର୍ଭ ଅର୍ଥେ ସ୍ୱାମୀଙ୍କୁ ଚିନ୍ତେ ଅବିରତେ। ସେ ସ୍ୱାମୀ ବିନୁ ସୁତ ଲୋଭେ ଯା ନାମ ଚଉଦିଗେ ଭାବେ। ତାହାକୁ ଛାଡ଼ି ଭୋଗ ବିନେ ରହିଲା ପୁତ୍ର ସ୍ନେହ ମନେ। ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ। ତାର ଚରଣେ ସେବା କରି ମୁଁ ଏବେ କାନ ନେବି ହରି। ଦେଖ ଉଦ୍ଧବ ତା ମହିମା କହି ନ ପାରେ ଗୁଣ ସୀମା। ଏ ଯେତେ ଥିଲେ ମହିତଲେ ଅନେକ ଅକ୍ଷୋହିଣୀ ମେଲେ। ତାହାକୁ ମାୟାରେ ସଂହାରି ହେଲେ ତ୍ରିଭୁବନ ଉଦ୍ଧାରି। ସେ ହରି ଶୁଭ କଥା ମତେ କହ ଉଦ୍ଧବ ସୁତ ଚିତେ। ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି। ଚିତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ। ହରି ଚରିତ ସୁଧାରସ କହିଲେ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ପ୍ରଥମୋଧ୍ୟାୟ।